ସାଙ୍ଗମାନେ ଆଜିର ଏପିସୋଡରେ ଆପଣମାନେ ଦେଖିବାକୁ ପାଇବେ ଆଜି ଆଦ୍ୟା ଆଉ ମଲ୍ଲିକା ଯେତେବେଳେ ପବିତ୍ର ସୂତାକୁ ନେଇ ଗଛର ଚାରିପାଖ ବୁଲୁଥିବେ ଏ ସମୟରେ ମଲ୍ଲିକା ଜାଣିଶୁଣି ତା ଚୁଡ଼ିକୁ ଭାଙ୍ଗି ତଳେ ପକାଇ ଦେଉଛି ଯାହାଫଳରେ ଆଦ୍ୟାର ପାଦରେ ଫୁଟି ଆଦ୍ୟାର ପାଦରୁ ଖୁବ୍ ଜୋରସେ ରକ୍ତ ବାହାରୁଛି ଆଉ ଆଦ୍ୟାକୁ ବହୁତ କଷ୍ଟ ହେଉଛି ଆଉ ଆଦ୍ୟା ସେ କଷ୍ଟରେ ବହୁତ ଚିତ୍କାର କରିବ ଯାହାକୁ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ପଡ଼ିବେ ଆଉ ଅଂଶୁ ଯେତେବେଳେ ଦେଖୁଛନ୍ତି ଆଦ୍ୟାକୁ କଷ୍ଟ ହେଉଛି ଏତେବେଳେ ଆଦ୍ୟା ବୋଲି କହି ସେ ଖୁବ୍ ଜୋରସେ ଦୌଡ଼ି ଆସିବେ ଯାହାକୁ ଦେଖି ମେଘା ଅଟକେଇ ରଖିଦିଅନ୍ତି ଆଉ କୁହନ୍ତି ଯେ ଅଂଶୁ ତୋର ଆଦ୍ୟା ପାଖକୁ ଯିବା କୌଣସି ବି ଆବଶ୍ୟକ ନାହିଁ ଆଉ ଅଂଶୁ ଚୁପଚାପ ସେଠି ଠିଆ ହେଇଯାଆନ୍ତି ଏପଟେ ଆଦ୍ୟାକୁ ବହୁତ କଷ୍ଟ ହେଉଥିବ ଆଉ ସେଥିଲାଗି ଝିଲମିଲ ଜାଣିଶୁଣି ଆଦ୍ୟାଙ୍କ ପାଖକୁ ଯାଇ କୁହନ୍ତି ଅପା ତମେ ସାତଘେରା ବନ୍ଦ କରିଦିଅ ତମ ପାଦରୁ ବ୍ଲଡ଼ ବାହାରୁଛି ଆଉ ଏତେବେଳେ ଆଦ୍ୟା କହିବେ ନା ମୁଁ ହେଉଛି ଗୋଟେ ସତୀ ନାରୀ ଆଉ ମୋ ସ୍ୱାମୀ ପାଇଁ ମୁଁ ଏତିକି କଷ୍ଟ କରିପାରିବିନି ମୁଁ ସାତଘେରା ନିଶ୍ଚୟ ସମ୍ପୂର୍ଣ୍ଣ କରିବି ଆଉ ଆଦ୍ୟା କଷ୍ଟର ସହିତ ମଧ୍ୟ ସାତଘେରାକୁ ସମ୍ପୂର୍ଣ୍ଣ କରିଛନ୍ତି ଯାହାକୁ ଦେଖି ସମସ୍ତେ ପ୍ରଶଂସା କରିଛନ୍ତି ଆଉ କହିଛନ୍ତି ଯେ ଇଏ ଯାହାର ବି ବୋହୂ ଆଉ ଯାହାର ବି ସ୍ତ୍ରୀ ସେମାନେ ବହୁତ ଲକି ଆଉ ଏମିତି କହି ଆଦ୍ୟାର ବହୁତ ପ୍ରଶଂସା କରନ୍ତି ଯାହାକୁ ଶୁଣି ମଲ୍ଲିକା ମେଘା ଶାଲିନୀଙ୍କ ଦେହରେ ନିଆଁ ଲାଗିଯାଇଛି ଆଉ ଏପଟେ ମଲ୍ଲିକା ଯେତେବେଳେ ପୁଣି ଥରେ ସାତଘେରା ବାନ୍ଧିବାକୁ ଯାଉଥିବ ତାର ସୂତାଟି ଛିଡ଼ି ଯାଇଛି ଯାହାଫଳରେ ମଲ୍ଲିକା ତଳେ ପଡ଼ିଯାଇଛି ଏହାକୁ ଦେଖି ନନା କହିଛନ୍ତି ଯେ ଇଏ ସମ୍ପୂର୍ଣ୍ଣ ଅସମ୍ଭବ ଏମିତି ଯାହା ସାଥିରେ ହୁଏ ତା ସ୍ୱାମୀ ଉପରକୁ ବିପଦ ଆସେ ଯାହାକୁ ଦେଖି ମଲ୍ଲିକା ପୁରା ଆଶ୍ଚର୍ଯ୍ୟ ହୋଇପଡ଼ିଛି ଏହାପରେ ଆଦ୍ୟା କହିଛନ୍ତି ଅଂଶୁ ହେଉଛନ୍ତି ମୋ ସ୍ୱାମୀ ଆଉ ମୋ ସ୍ୱାମୀ ଉପରୁ ଆସୁଥିବା ସବୁ ବିପଦକୁ ପ୍ରଥମେ ମୋତେ ସାମ୍ନା କରିବାକୁ ପଡ଼ିବ ଯାହାକୁ ଦେଖି ନନା ବି ମଧ୍ୟ ବହୁତ ଖୁସି ହୋଇଛନ୍ତି ଆଉ ଆଜିର ଏପିସୋଡ୍ରେ ଆପଣମାନେ ଦେଖିବାକୁ ପାଇବେ ଆଜି ମଲ୍ଲିକା ସହି ନ ପାରି ଆଦ୍ୟାକୁ ମାରିବା ପାଇଁ ପ୍ଲାନିଂ କରନ୍ତି ଯେତେବେଳେ ଆଦ୍ୟା ଫୋନ୍ରେ କଥା ହେଉଥିବେ ଏ ସମୟରେ ମଲ୍ଲିକା ଗାଡ଼ିକୁ ଧକ୍କା ଦେଇ ଆଦ୍ୟାକୁ ମାରିବା ପାଇଁ ଚେଷ୍ଟା କରନ୍ତି।